ବାଲେଶ୍ୱର 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 ଇଲେକ୍ସେ ଇଲେକ୍ସେ ବାଲେଶ୍ୱର 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 ଇଲେକ୍ସେ 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 ବିନା ମଞ୍ଜି ଇଲେକ୍ସେ ଇଲେକ୍ସେ ରେଟ୍ କିଲିକିଆଟା 1400 800 ଗ୍ରାମଟା 1200 ଟଙ୍କା 700 ଗ୍ରାମ ସାଇଜ 900 ଟଙ୍କା ଏମିତି ସବୁ ଚାଲିଛି ଆଉ ମାଛ ରେଟ୍ କମି ଯାଇଛି ନା ବଢିବ କଣ କିଲିକିଆଟା ଆଜ୍ଞା ନା ନା କମି ଯାଇଛି କିଲିକିଆ ବିକ୍ରି ହଉଥିଲା 2000 ଟଙ୍କା 1400 ଟଙ୍କା ବିକ୍ରି ହଉଛି ବା ଇଲିଶ ପାମ୍ପଲେଟ ଖାଲି ଆମର ଆଉ କିଛି ନାହିଁ ଇଲିଶ ପାମ୍ପଲେଟ ଖଇଙ୍ଗା ଟାଇଗର ଭେକ୍ଟି ଟାଇଗର 1200 ଟଙ୍କା ବାଲେଶ୍ୱର 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 ଇଲେକ୍ସେ ଇଲେକ୍ସେ ବାଲେଶ୍ୱର 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 ଇଲେକ୍ସେ 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 ବିନା ମଞ୍ଜି ଇଲେକ୍ସେ ଇଲେକ୍ସେ ବାଲେଶ୍ୱର 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 ଇଲେକ୍ସେ 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 ରବିବାର ବଜାର ଆଜି ଇଲିଶ ବଜାର ଭଲ ଅଛି ବାଲେଶ୍ୱର ମାଲ ସବୁ ଆସୁଛି ତାପରେ ବମ୍ବେ ମାଲ ହେଉଛି ବମ୍ବେ ମାଲଟା ଟିକେ ରେଟ୍ କମ୍ ରହୁଛି ବାଲେଶ୍ୱର ମାଲ ଟିକେ ଅଧିକା ରେଟ୍ ରହୁଛି ବାହାର ମାଲ ସପ୍ଲାଏ ଅଧିକା ହେଇଯାଉଛି ନା ଏପଟେ ମାଲ ଟିକେ କମ୍ ଆସୁଛି ନା ଏପଟେ ଯେତେ ଆମର ପାରାଦୀପ ମାଲ ଯେତେ ଆସିବ କମ୍ ରେଟ୍ ହବ ପାରାଦୀପରେ ଏବେ ମାଲ ହଉନି ସବୁ ବାଲେଶ୍ୱର ମାଲ ହେଲା ବହୁତ ପଇସା ଖର୍ଚ୍ଚ ବି ହଉଛି ନା ଆପଣ ଯୋଉଟା ଏଇ ସାଇଜଟା 700 ଗ୍ରାମ ସାଇଜ 1800 ଟଙ୍କା ଥିଲା ଏବେ 700 ଗ୍ରାମ ସାଇଜ 900 ଟଙ୍କା ଅଛି ଏବେ ଶସ୍ତା ଅଛି ଯାହା ଇଲିଶ ତ ଟୋଟାଲ ଗୋଟେ ପ୍ରକାର ଏବେ ଇଲିଶରେ ଦି ପ୍ରକାର ଭେରାଇଟି ନାହିଁ ସବୁ ଗୋଟେ ପ୍ରକାର ଗୋଟେ ମାଇ ଅଛି ଗୋଟେ ଅଣ୍ଡିରା ଅଛି ମାଇଟା ଟିକେ କମ୍ ରେଟ୍ ରହିବ ମାଇଟା କିଲିକା ଆପଣ 1000 1100 ପଡ଼ିବ ଅଣ୍ଡିରାଟା 1800 1600 ଏଇଭଳିଆ ରହିବ ମାଛ ପାମ୍ପଲେଟ ଇଲିଶ ଆମର ଦି ଭେରାଇଟି ତ ରଖୁଛୁ ଆଉ ଅଲଗା ଭେରାଇଟି ଆଣୁନୁ ପାମ୍ପଲେଟ ଆପଣ ସାଇଜ କିଲେକେ 5 ପିସ୍ଟା 1200 ଟଙ୍କା ରହିବ ଛୋଟଟା ହେଲେ 6 ପିସ୍ 700 ଟଙ୍କା ରହିବ ନାଇଁ ଶ୍ରାବଣ ମାସ ପାଇଁ ଖାଲି ରବିବାର ଛାଡ଼ିଦେଲେ ଆଉ କୌଣସି ବାର ବେପାର ହଉନି ସିରି ବି ରବିବାର ବେପାର ହଁ ମାଛ ନିହାତି ମାଛ ରହିବ ଏବେ ତ ଶ୍ରାବଣ ମାସ ସରିଲା ପରେ ଲୋକ ଆହୁରି ବି ଜାମ୍ ହେବେ ଚିକେନ ଭାବରେ ମାଛ ଏବେ ରୋହି ମାଛ ଆଉ ଇଲିଶ ଚାଲିବ ଅଧିକା ବଢୁଛି ନିହାତି ଖାଲି ଏଇ ଶ୍ରାବଣ ମାସ ସକାଳେ ଟିକେ ଜଷ୍ଟ ଡାଉନ ଜଣା ପଡୁଛି ତଥାପି ଯେତିକି ବେପାର ଅଛି ଢେର ହଉଛି ଆଗକୁ ନାଇଁ ଅଧିକା ହଉଛି ନା ଅଧିକା ହଉଛି ଏଇ ଶ୍ରାବଣ ମାସ ସରିଲା ପରେ ନେକ୍ସଟ ଟାଇମ ଦେଖିବେ ପୁରା ବହୁତ ଜାମ୍ ରହିବ ନିହାତି ବଢିଆ ଲାଭ ଦେଇଛି ସେପଟେ ଚିକେନ ପୁରା ଡାଉନ ଚିକେନ ଆମେ ବି ଚେଷ୍ଟା କରୁଛୁ ବାଲପୁର ହେଇଯିବା ଦରକାର ଚିକେନ ନ ଖାଆନ୍ତୁ ମାଛ ଖାଆନ୍ତୁ କିଛି ରୋଗ ହେବାର ନାହିଁ ଇଲିଶ ଖାଇବ ଦେହ ପୁରା ଭଲ ରହିବ ନିହାତି ଚିକେନ ପେଟ ଗରମ ହବ ଚିକେନ ଖାଇ କଣ କରିବେ ଚିକେନ ଖାଇ ରୋଗ ଫୋଗ ହବ ଆପଣ ମାଛ କୌଣସି ପ୍ରକାର ମାଛ ଖାଆନ୍ତୁ ରୋଗ ହବାର ଚାନ୍ସ ନାହିଁ କିଲିକା ନେବେ 1400 800 900 ଗ୍ରାମ ସାଇଜ ନେବେ 1200 ମାର୍କେଟ ବହୁତ ଭିଡ ରହୁଛି ଇଲିଶ ଭଲ ଚାଲିଛି ରୋହି ଭଲ ଚାଲିଛି କୁକୁଡ଼ା ତ ଏବେ ଖାଉନାହାନ୍ତି ଇଲିଶ ବେପାର ଜୋରଜାର ଚାଲିଛି ଖାଲି ପ୍ରତି ରବିବାର ଦିନ ଭଲ ବେପାର ହଉଛି କାହିଁକିନା ଶ୍ରାବଣ ମାସଟା ନା ଶ୍ରାବଣ ମାସ ସରିଲା ପରେ ଆହୁରି ଜୋର ବେପାର ହବ ଏବେ କଣ ସପ୍ତାହେ ଥରେ ଖାଲି ରବିବାର ଦିନ ଖାଲି ବେପାରଟା ଭଲ ଚାଲିଛି ବାର୍ଡ ଫ୍ଲୁ ପ୍ରଭାବରେ ଚିକେନ ମାର୍କେଟ ଖାଁ କିନ୍ତୁ ମାଛ ମାର୍କେଟ ପୁରା ଫୁଲ ଆହୁରି ଜାମ୍ ହେବା କଥା ଏବେ ତ କିଛି ନୁହଁ ଶ୍ରାବଣ ମାସ ସରିଲା ପରେ ଆପଣ ଦେଖିବେ ବହୁତ ଜାମ୍ ରହିବ ପ୍ରାଇସ୍ ନାଇଁ ବଢିନି ଏବେ ବହୁତ ରେଟ୍ କମ୍ ଅଛି 700 ଗ୍ରାମଟା ଏବେ ନେଇଛି 1000 ଟଙ୍କା ଆଗରୁ ଥିଲା 1800 ଟଙ୍କା ଆଗରୁ ଥିଲା 700 ଗ୍ରାମଟା 1800 ଟଙ୍କା